କହିବା ପୂର୍ବରୁ ସମସ୍ତଙ୍କୁ ମୋର ପ୍ରିୟ ନମସ୍କାର। ଆସନ୍ତୁ ଆମେ ବାକ୍ୟ ଶିଖିବା ପୂର୍ବରୁ ପଦେ ପ୍ରାର୍ଥନା କରିବା। ଧନ୍ୟବାଦ ପବିତ୍ର ପରମେଶ୍ୱର ପ୍ରଭୁ, ତୁମେ କେଡ଼ ଅନୁଗ୍ରହ କଲ, ଦୟା କଲ ପ୍ରଭୁ, ସୁନ୍ଦର ସମୟ ଦେଇଛି ପ୍ରଭୁ। ବିଶେଷ କରି ପ୍ରଭୁ ଯେଉଁ ପ୍ରସଙ୍ଗ ପଦ ପର୍ବ ରହିଛି ତାହା ଆମେ ଶିଖିବା ପାଇଁ ଯାଉଛୁ ପରମେଶ୍ୱର ପ୍ରଭୁ, ତୁମ ଭାବରେ ତୁମେ ହଁ ପ୍ରଭୁ ତୁମେ ଶିଖିବା ପାଇଁ ତୁମେ ସାହାଯ୍ୟ କର, ତୁମେ ଆଶୀର୍ବାଦ କର। ସମସ୍ତ ପ୍ରାର୍ଥନା ନିବେଦନ ଶୁଣିଛ, ଉତ୍ତର ଦେଇଛ, ଧନ୍ୟବାଦ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଅଳ୍ପ ବି କ୍ଷମା କରୁଛୁ ପିତା, ଆମେ ଆସନ୍ତୁ ଆମେ ଅଳ୍ପ ସମୟ ଭିତରେ ଆମେ ଶିଖିବା ପୂର୍ବରୁ ଯିବା। ଆଉ ପ୍ରସଙ୍ଗ ଦେଖୁଛୁ ଆମେ ପ୍ରାର୍ଥନାଶୀଳ ହୃଦୟ ଓ କ୍ଷମାମୟ ଜୀବନ। ଶାସ୍ତ୍ର ପାଠ ଦିଆଯାଇଛି ମାଥ୍ୟୁ 18 ପର୍ବ 21 ପଦରୁ 35 ପଦ ଦିଆଯାଇଛି। ତ ଆସ ଆମେ ଦେଖୁଛୁ ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେ ପିତର ପଚାରୁଛନ୍ତି ଯେ ମୋର ଭାଇ ଭୁଲ କଲେ ମୁଁ କେତେ ଥର କ୍ଷମା କରିବି। ତ ପିତର ପଚାରୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେ ପିତର କହୁଛନ୍ତି ଯେ 7 ଥର ପର୍ଯ୍ୟନ୍ତ। ଯୀଶୁ କହିଲେ 7 ଥର ପର୍ଯ୍ୟନ୍ତ ମୁଁ କହୁନାହିଁ, କିନ୍ତୁ 70 ଗୁଣ 7 ଥର ପର୍ଯ୍ୟନ୍ତ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଛନ୍ତି। ଆଉ ମଧ୍ୟ ଗୋଟେ ବିଷୟ ଲେଖାଯାଇଛି, ଜଣେ 3 କୋଟି ଟଙ୍କା ଋଣ ନେଇଥିବା ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ଲେଖାଯାଇଛି। ଏବଂ ସେ ଦେଖୁଛୁ ଯେ ଯାହାଠାରେ ସେ ଋଣ ନେଇଥିଲେ ତାକୁ ପରିଶୋଧ କରିବା ପାଇଁ ତା ପାଖରେ କିଛି ପଇସା ନାହିଁ ଏବଂ ସେ କ୍ଷମା ମାଗିଲେ ଏବଂ କ୍ଷମା ଦିଆଗଲା। ଯେତେବେଳେ କ୍ଷମା ଦିଆଗଲା କିନ୍ତୁ ତା ପାଖରେ ଯିଏକି 50 ଟଙ୍କା ନେଇଥିଲା ତାକୁ ସେ କ'ଣ କରୁଛି ନା କାରାଗାରରେ କରୁଛି ବା କାରାଗାରରେ ପକାଉଛି। ଏଇ ବିଷୟ ଯେତେବେଳେ ଆଉ ତାଙ୍କର ଦାସ ମାନେ କହିଲେ ଏବଂ ଯେତେବେଳେ 3 କୋଟି ଋଣ ନେଇଥିବା ବ୍ୟକ୍ତିଙ୍କର ଯିଏକି ମାଲିକ ସେ କ'ଣ କଲେ ନା ତାଙ୍କୁ ମାନେ ଆଉ ଲୋକଙ୍କ ହାତରେ ଯିଏକି ଯନ୍ତ୍ରଣା ଦିଅନ୍ତି ସେମାନଙ୍କ ହାତରେ ଧରେଇ ଦେଲା। ଏବଂ ଯେତେବେଳେ ଧରେଇ ଦେଲା ସେଠୁ ଆମେ ଦେଖୁଛୁ ଯେ ଆମେ ଯଦି କ୍ଷମା ଦେବା ତାହେଲେ କ୍ଷମା ପାଇବା, ଆମେ ଯଦି କ୍ଷମା ଦେବା ନାହିଁ ତାହେଲେ କ୍ଷମା ପାଇବା ନାହିଁ। ତ ଆସନ୍ତୁ ପ୍ରଭୁଙ୍କ ଲୋକମାନେ, ଆଉ ପ୍ରଥମ ବିଷୟ ହେଉଛି ଯେ ପ୍ରାର୍ଥନାଶୀଳ ହୃଦୟ। ପ୍ରଥମ ବିଷୟ ହେଉଛି ପ୍ରାର୍ଥନାଶୀଳ ହୃଦୟ, ଯାହାକି ଫିଲିପିଓ 4 ପର୍ବ ତାର 6 ପଦରେ ଲେଖାଯାଏ, ତୁମେମାନେ କୌଣସି ବିଷୟରେ ଚିନ୍ତିତ ନ ହୁଅ, ମାତ୍ର ପ୍ରତ୍ୟେକ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହକାରେ ତୁମ୍ଭମାନଙ୍କର ନିବେଦନ ଈଶ୍ୱରଙ୍କ ଠାରେ ଜଣାଅ। ଆମେ ଚିନ୍ତିତ ହେବା ନାହିଁ ଏବଂ ଆମେ ଦେଖୁଛୁ ଯେ ପ୍ରତ୍ୟେକରେ ବିଷୟରେ ପ୍ରାର୍ଥନାରେ ଏବଂ ବିନତି ଦ୍ୱାରା ଧନ୍ୟବାଦ ସହ ଈଶ୍ୱରଙ୍କୁ ଆମେ ଜଣାଇବା ଦରକାର। ଯାହାକି ଆହୁରି ମଧ୍ୟ ଲେଖାଯାଏ ଯେ 2 ନମ୍ବର ଲେଖାଯାଏ କ୍ଷମାମୟ ଜୀବନ। କ୍ଷମାମୟ ଜୀବନ, ଯାହାକି ଆମେ ଦେଖୁଛୁ ଯେ ମାର୍କ 11 ତାର 25 ପଦରେ, ପୁଣି ଯେତେବେଳେ ତୁମେମାନେ ପ୍ରାର୍ଥନା କରିବାକୁ ଠିଆ ହୁଅ ସେତେବେଳେ ଯଦି କାହା ବିରୁଦ୍ଧରେ ତୁମମାନଙ୍କର କିଛି ଅଭିଯୋଗ ଥାଏ ତେବେ ତାହା କ୍ଷମା କର, ଯେପରି ସ୍ୱର୍ଗସ୍ଥ ତୁମମାନଙ୍କ ପିତା ମଧ୍ୟ ତୁମମାନଙ୍କ ଅପରାଧ କ୍ଷମା କରନ୍ତି। ସେଥିପାଇଁ ଆମେ କ୍ଷମା କରିବା ଦରକାର ଏବଂ ଅସୀମ କ୍ଷମା ଦେଖିବା। ପିତର ଯେତେବେଳେ ଯୀଶୁଙ୍କୁ ପଚାରିଲେ କି ସେ କେତେ ଥର କ୍ଷମା କରିବେ, ଯୀଶୁ ଉତ୍ତର ଦେଲେ 7 ଥର ନୁହେଁ କିନ୍ତୁ 70 ଗୁଣ 7 ଥର ପର୍ଯ୍ୟନ୍ତ। ଏହା ଅର୍ଥ ହେଉଛି କ୍ଷମାର କୌଣସି ସୀମା ନାହିଁ, କ୍ଷମାର କୌଣସି ସୀମା ନାହିଁ, ଯାହାକି ମାଥ୍ୟୁ 18 ତାର 22 ପଦରେ ଲେଖାଯାଇଛି। ଏବଂ ଆମେ ଦେଖୁଛୁ ଯେ ମାଥ୍ୟୁ 6 ତାର 12 ପଦରେ ଲେଖାଯାଏ, ଆମମାନଙ୍କର ଋଣ ବା ପାପ ଯେପରି ଆମେମାନେ କ୍ଷମା କରିଅଛୁ ସେହିପରି ଆମମାନଙ୍କର ଋଣ କ୍ଷମା କର। ଆମେ ଯେପରି ପାପ କ୍ଷମା କରୁଛୁ ସେପରି ଆମମାନଙ୍କର ପାପ ମଧ୍ୟ କ୍ଷମା କର ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ପ୍ରାର୍ଥନା ମାଧ୍ୟମରେ ଶିଖାଉଛନ୍ତି। କ୍ଷମା କରିବା ଏକ ଆଜ୍ଞା, କ୍ଷମା କରିବାର ଏଇଟା ଗୋଟେ ଆଜ୍ଞା, ଯାହାକି 3 ନମ୍ବରରେ ଲେଖାଯାଇଛି ଯେ ଏଫେସୀୟ 4 ପର୍ବ ତାର 32 ପଦରେ ଲେଖାଯାଏ, ପରସ୍ପର ପ୍ରତି ଦୟାଳୁ ଓ କରୁଣାମୟ ହୁଅ, ପୁଣି ଈଶ୍ୱର ଯେପରି ଖ୍ରୀଷ୍ଟଙ୍କ ଠାରେ ତୁମମାନଙ୍କୁ କ୍ଷମା କଲେ ସେହିପରି ପରସ୍ପର କ୍ଷମା କର। ଈଶ୍ୱର ଆମକୁ ଯେପରି କ୍ଷମା କଲେ ସେହିପରି ଆମେ ମଧ୍ୟ କ୍ଷମା କରିବା ଦରକାର। ଏବଂ ଚତୁର୍ଥ ବା 4 ନମ୍ବର ବିଷୟ ହେଉଛି
ଯେ ପ୍ରାର୍ଥନା ହେଉଛି ହୃଦୟର ସମର୍ପଣ, ଯାହାକି ମାତ୍ୟୁ 5 ତାର 23 ପଦରେ ଏବଂ 24 ପଦରେ ଲେଖାଯାଏ। ଏଣୁ ଯଦି ତୁମେମାନେ ବେଦୀରେ ନୈବେଦ୍ୟ ଉତ୍ସର୍ଗ କରୁଥାଅ ଆଉ ସେଠାରେ ତୁମର ଭ୍ରାତାର ତୁମ ବିରୁଦ୍ଧରେ କିଛି ଅଛି ବୋଲି ମନେ ପଡ଼େ, ତେବେ ସେଠାରେ ବେଦୀ ସମ୍ମୁଖରେ ନୈବେଦ୍ୟ ଛାଡ଼ି ଦେଇ ଯାଇ ପ୍ରଥମେ ଆପଣା ଭ୍ରାତା ସହିତ ମେଳ ହୁଅ। ଆମେ ବେଦୀରେ ନୈବେଦ୍ୟ ଆଣିବା ପୂର୍ବରୁ ଆମେ ଭାଇ ସହିତ ମାନେ ମିଳିତ ହେବା, ତାପରେ ଆମେ ନୈବେଦ୍ୟକୁ ଆଣିବା ଦରକାର ବା ଆଣିବା। ଏବଂ ପଞ୍ଚମ ବିଷୟ ହେଉଛି କ୍ଷମା କରିବାର ଅର୍ଥ ଭୁଲିଯିବା। କ୍ଷମା କରିବାର ଅର୍ଥ ହେଉଛି ଭୁଲିଯିବା, ଯାହାକି ଆମେ ଦେଖୁଛୁ ଯେ ଏଭ୍ରି 8 ପର୍ବ ତାର 12 ପଦରେ ଲେଖାଯାଏ, ଆଉ ପୂର୍ବତନ ଅପରାଧ ସବୁ ଆଉ ମନେ ପକାଇବି ନାହିଁ। ଆମେ ମାନେ ପୁରୁଣା ବିଷୟକୁ ଆମେ ମନେ ପକାଇବା ନାହିଁ। ଆଉ 6 ନମ୍ବର ବିଷୟ ହେଉଛି ଏହାର ବିଷୟ ଦେଖୁଛୁ ପ୍ରାର୍ଥନା ଏବଂ କ୍ଷମା ମାଧ୍ୟମରେ ସୁସ୍ଥତା। ଯାକୁବ 5 ପର୍ବ ତାର 16 ପଦରେ ଲେଖାଯାଏ, ତେଣୁ ତୁମେମାନେ ଯେପରି ସୁସ୍ଥ ହୁଅ ଏଥିପାଇଁ ପରସ୍ପର ନିମନ୍ତେ ପାପ ସ୍ୱୀକାର କର ଓ ପରସ୍ପର ନିମନ୍ତେ ପ୍ରାର୍ଥନା କର। ଆମେ ସୁସ୍ଥତା ପାଇଁ ଆମେ ପାପ ସ୍ୱୀକାର କରିବା ଏବଂ ମାନେ ପ୍ରାର୍ଥନା ସହିତ ଆମେ ପରସ୍ପର ନିମନ୍ତେ ପ୍ରାର୍ଥନା କରିବା। ଜଣଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବା, ଯିଏକି ପାପ କରିଛି ତାଙ୍କ ନିମନ୍ତେ ଆମେ ତାକୁ କ୍ଷମା ଦେବା ଏବଂ ତାଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ଏବଂ ଆମେ ଦେଖୁଛୁ ଏବଂ ପ୍ରାର୍ଥନା ନିର୍ଭରଶୀଳତା। 7 ନମ୍ବର ହେଉଛି ପ୍ରାର୍ଥନା ନିର୍ଭରଶୀଳତା, ଯାହାକି ମାତ୍ୟୁ 24 ପର୍ବ ତାର 39 ପଦରେ ଲେଖାଯାଏ। ଯୀଶୁଖ୍ରୀଷ୍ଟ ଗେତ୍ସେମନୀ ବଗିଚାରେ ପ୍ରାର୍ଥନା କଲାବେଳେ କହିଥିଲେ, ହେ ମୋର ପିତା, ଯଦି ସମ୍ଭବ ହୁଏ ତେବେ ଏହି ପାନପାତ୍ର ମୋ ଠାରୁ ଦୂର କର, ତଥାପି ମୁଁ ଯାହା ଚାହୁଁଛି ତାହା ନୁହେଁ କିନ୍ତୁ ତୁମେ ଯାହା ଚାହୁଁଛ ତାହା ହେଉ। ଆଉ ପ୍ରଭୁ ମଧ୍ୟ ଯୀଶୁ ମଧ୍ୟ ପ୍ରାର୍ଥନା କରିଥିଲେ ଗେତ୍ସେମନୀ ବଗିଚାରେ। ଏବଂ 8 ନମ୍ବର ବିଷୟ ହେଉଛି ଯେ କ୍ଷମା ଶତ୍ରୁକୁ ପ୍ରେମ କରିବା, କ୍ଷମା ଦେଖିବା ଯେ ଶତ୍ରୁକୁ ପ୍ରେମ କରିବା, ଯାହାକି ମାତ୍ୟୁ 5 ତାର 44 ପଦରେ ଲେଖାଯାଏ। କିନ୍ତୁ ମୁଁ ତୁମମାନଙ୍କୁ କହୁଛି, ତୁମେମାନେ ଆପଣା ଶତ୍ରୁମାନଙ୍କୁ ପ୍ରେମ କର ଓ ଯେଉଁମାନେ ତୁମମାନଙ୍କୁ ଅତ୍ୟାଚାର କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ଏବଂ ଆମେ ଦେଖୁଛୁ ଯେ ଯିଏକି ଅତ୍ୟାଚାର କରନ୍ତି ସେମାନଙ୍କୁ ଆମେ କ୍ଷମା ଦେବା ଏବଂ ଆମେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା। ଏବଂ 9 ନମ୍ବର ଦେଖୁଛୁ ହୃଦୟର ପରିବର୍ତ୍ତନ, ଯାହାକି ଆମେ ଦେଖୁଛୁ ଯେ ହୃଦୟକୁ ଆମେ ପରିବର୍ତ୍ତନ କରିବା, ପାପର ବୋଝ ବହନ କରିବା ମଣିଷକୁ ଭିତରୁ ଶୁକାଇ ଦିଏ। ପ୍ରାର୍ଥନା ମାଧ୍ୟମରେ ଆମେ ଈଶ୍ୱରଙ୍କ ଠାରୁ କ୍ଷମା ପାଇବାର ଅନୁଭୂତି ପାଉ, ଯାହା ଅନ୍ୟକୁ କ୍ଷମା କରିବା ପାଇଁ ଆମକୁ ପ୍ରେରଣା ଦିଏ। ଯାହାକି ଆଉ 10 ନମ୍ବର ଦେଖୁଛୁ ପ୍ରାର୍ଥନା ଓ କ୍ଷମାରେ ନମ୍ରତା। ପ୍ରାର୍ଥନାରେ ଆମେ ନମ୍ରତା ହେବା ଦରକାର, ଯାହାକି ଲୁକ 18 ପର୍ବ 9 ପଦରୁ 14 ପଦରେ ଲେଖାଯାଏ ଯେ ଫାରୁସୀ ଓ କରଗ୍ରାହୀ ମଧ୍ୟରେ, ଯିଏକି ମାନେ ନିଜକୁ ଟେକିକି ପ୍ରାର୍ଥନା କରୁଥିଲେ ଏବଂ ସେହି ସମୟରେ ମାନେ ଯାହାକି କରଗ୍ରାହୀ ସେ ନିଜକୁ ନମ୍ର କଲେ ଏବଂ ସେ ପ୍ରାର୍ଥନା କଲେ, ତାଙ୍କର ପ୍ରାର୍ଥନା ଊର୍ଦ୍ଧ୍ୱକୁ ଉଠାଗଲା। ଏବଂ ଆମେ 11 ନମ୍ବର ଦେଖୁଛୁ ପ୍ରାର୍ଥନା ସମ୍ପର୍କର ସେତୁ, ଯାହାକି ଲୁକ 5 ପର୍ବ 16 ପଦରେ ଲେଖାଯାଏ, ଯୀଶୁ ନିଜେ ଅନେକ ସମୟରେ ଭିଡ଼ରୁ ଦୂରକୁ ଯାଇ ନିଛାଟିଆ ସ୍ଥାନରେ ପ୍ରାର୍ଥନା କରୁଥିଲେ। ଏଥିରୁ ଆମେ ଶିଖୁ ଯେ ସଂସାରର କୋଳାହଳରୁ ଦୂରେଇ ରହି ଈଶ୍ୱରଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ହେବା ଆମର ହୃଦୟକୁ ଶାନ୍ତ ଏବଂ ଶୁଦ୍ଧ କରେ। ଆମେ ଯେତେବେଳେ ମାନେ ଡିଷ୍ଟର୍ବ ହେଉଛି ତାହେଲେ ଆମେ ଦୂରରୁ ଯାଇ ଆମେ ପ୍ରାର୍ଥନା କରିବା ଦରକାର, ନିରାପଦରେ ପ୍ରାର୍ଥନା କରିବା ଦରକାର। 12 ନମ୍ବର ଲେଖାଯାଇଛି ଯେ କ୍ଷମା ସ୍ୱାଧୀନତାର ଚାବିକାଠି। କ୍ଷମା ହେଉଛି ସ୍ୱାଧୀନତାର ଚାବିକାଠି। ଏଫେସୀୟ 4 ପର୍ବ ତାର 21 ପଦରେ ଲେଖାଯାଏ, ସମସ୍ତ ପ୍ରକାରର କଟୁତା, କ୍ରୋଧ, ରୋଷ, ଚିତ୍କାର ଓ ନିନ୍ଦା ସମସ୍ତ ଦୁଷ୍ଟତାର ସହ ତୁମମାନଙ୍କ ଠାରୁ ଦୂର କରାଯାଅ। ଏବଂ ଆମେ ଦେଖୁଛୁ ଏ ସମସ୍ତ ବିଷୟ ଆମଠାରୁ ଦୂରେଇବା ଦରକାର ବା ଦୂରେଇ ରଖିବା ଦରକାର। ଏବଂ 13 ନମ୍ବର ହେଉଛି ଯୋସେଫଙ୍କ ଉଦାହରଣ। ଯୋସେଫଙ୍କ ଉଦାହରଣ ମଧ୍ୟ ଦେଖୁଛୁ ଆମେ ଆଦି 50 ତାର 20 ପଦରେ ଲେଖାଯାଇଛି ଯେ ତୁମେମାନେ ମୋର ଅନିଷ୍ଟ କରିବାକୁ ମନସ୍ଥ କରିଥିଲ, କିନ୍ତୁ ଈଶ୍ୱର ତାହା ମଙ୍ଗଳରେ ପରିଣତ କଲେ। ଆଉ ଦେଖୁଛୁ ଯେ ନିଜ ଭାଇମାନଙ୍କୁ କହୁଛନ୍ତି ଯାହାକି ମନସ୍ଥ କରିଥିଲେ, ଆଉ ନିଜ ଭାଇଙ୍କୁ ସେ କ'ଣ କରୁଛନ୍ତି କ୍ଷମା ଦେଉଛନ୍ତି।
ଏବଂ ସେମାନେ ତାଙ୍କୁ ପକାଇଥିଲେ, ଯେ ଗାତରେ ପକାଇଥିଲେ ଏବଂ ବିକିଥିଲେ। ଆଉ ସେ ବଡ଼ ହେଲା ପର୍ଯ୍ୟନ୍ତ ସେ ଦେଖୁଛୁ ଯେ ରାଜା ହେଲା ପରେ ସେ ନିଜ ଭାଇଙ୍କୁ ମଧ୍ୟ ସେମାନେ ଆଉ ତାଙ୍କୁ କ୍ଷମା ଦେଇଛନ୍ତି। ଏବଂ ପ୍ରାର୍ଥନା ଓ କ୍ଷମାର ମହତ୍ଵ କାହିଁକି, ଯାହାକି 14 ନମ୍ବରରେ ଲେଖା ହେଇଛି, ଯେ ମାର୍କ 11:25 ଲେଖାଯାଇଛି ଯେ ପୁଣି ଯେତେବେଳେ ତୁମେମାନେ ପ୍ରାର୍ଥନା କରିବାକୁ ଠିଆ ହୁଅ, ସେତେବେଳେ ଯଦି କାହା ବିରୁଦ୍ଧରେ ତୁମମାନଙ୍କର କିଛି ଅଭିଯୋଗ ଥାଏ, ତେବେ ତାହା କ୍ଷମା କର, ସେପରି ସ୍ୱର୍ଗସ୍ଥ ତୁମମାନଙ୍କ ପିତା ମଧ୍ୟ ତୁମମାନଙ୍କ ଅପରାଧ କ୍ଷମା କରନ୍ତି। ସେଥିପାଇଁ ଆମେ କାହା ବିରୁଦ୍ଧରେ ପାପ କରିଛୁ ତାହା ଆମେ କ୍ଷମା କଲା ପରେ, ବା ଆମେ ଯାହାଙ୍କ ବିରୁଦ୍ଧରେ ଆମେ ପାପ କରିଛୁ ତାହା ବିରୁଦ୍ଧରେ ଆମେ କ୍ଷମା ମାଗିବା, ପ୍ରଥମେ କ୍ଷମା ମାଗିବା, ତାପରେ ଆମେ ଯେତେବେଳେ ତାଙ୍କ ନିମନ୍ତେ ଏବଂ ତାଙ୍କ ପାଇଁ ପ୍ରାର୍ଥନା କରିବା ଏବଂ ଆମେ ଈଶ୍ୱରଙ୍କ ନିକଟକୁ ଫେରିଯିବା। ଏବଂ ଆଉ ଦେଖୁଛୁ ଯେ 15 ନମ୍ବର, କ୍ଷମା ଏକ ପ୍ରକ୍ରିୟା ନା ଏକ ଘଟଣା। ଆମେ ଦେଖୁଛୁ ଯେ ଏହା ଏକ ଘଟଣା ନୁହେଁ, ଏହା ହେଉଛି ମାନେ ଏକ ପ୍ରକ୍ରିୟା, ଯାହାକି ଆମେ ଦେଖୁଛୁ 16 ନମ୍ବର, ପ୍ରାର୍ଥନାରେ ଅପେକ୍ଷା କରିବା, ପ୍ରାର୍ଥନାରେ ଅପେକ୍ଷା ରହିବା। ଇସାୟା 40:31 ଲେଖାଯାଏ, କିନ୍ତୁ ଯେଉଁମାନେ ସଦାପ୍ରଭୁଙ୍କୁ ଅପେକ୍ଷା କରନ୍ତି ସେମାନେ ନୂତନ ବଳ ପାଇବେ, ସେମାନେ ଉତ୍କୃଷ୍ଟ ପକ୍ଷୀଙ୍କ ପରି ପକ୍ଷ ବିସ୍ତାର କରି ଉଡ଼ିବେ। ସେମାନେ ଗୋଟେ ପକ୍ଷୀ ପରି ଉଡ଼ିବେ। ଏବଂ 17 ନମ୍ବର ଦେଖୁଛୁ ଯେ ରୋମୀ 12:19 ଲେଖାଯାଏ, ପ୍ରିୟ ବନ୍ଧୁଗଣ, ତୁମେମାନେ ଆପେ ପରିଶୋଧ ନ ନିଅ, ମାତ୍ର କ୍ରୋଧକୁ ସ୍ଥାନ ଦିଅ। ଆମେ ଦେଖୁଛୁ ଯେ ଆମେ ପରିଶୋଧ ନ କରି ଆମେ କ୍ରୋଧକୁ ସ୍ଥାନ ଦେଉଛୁ। ସେଥିପାଇଁ ଆମେ ଏହା ଛାଡ଼ିବା ଦରକାର ଏବଂ ଆମେ ମିଳନରେ ରହିବା ଦରକାର। ପ୍ରାର୍ଥନା ଏବଂ କ୍ଷମାର ଅସମ୍ଭବ ମିଳନ, ଯାହାକି 18 ନମ୍ବରରେ ଲେଖାଯାଇଛି ପୁରୁଷର ବାର୍ତ୍ତା। ତ ଆମେ ଦେଖୁଛୁ ପ୍ରାର୍ଥନା ଏବଂ କ୍ଷମାର ଅସମ୍ଭବ ମିଳନ। ତ ଆମେ ଦେଖୁଛୁ ପରମେଶ୍ୱର ଆମକୁ ମିଳନ କରିଛନ୍ତି। ସ୍ୱୀକାର କରନ୍ତୁ, ଈଶ୍ୱରଙ୍କ ଆଗରେ ନିଜର ଦୁଃଖ ଓ ରାଗକୁ ନିର୍ଭୟରେ କୁହନ୍ତୁ, ଲୁଚାନ୍ତୁ ନାହିଁ, ସେ ସବୁ ଜାଣନ୍ତି। ସମର୍ପଣ କରନ୍ତୁ, କୁହନ୍ତୁ, ପ୍ରଭୁ, ଏହି ବ୍ୟକ୍ତିଙ୍କ ଉପରେ ମୋର ଯେଉଁ ରୋଗ ଅଛି ତାହା ମୁଁ ତୁମମାନଙ୍କୁ ଦେଉଅଛି। ଆଉ ଆଶୀର୍ବାଦ କରନ୍ତୁ। ଯେଉଁ ବ୍ୟକ୍ତି ଆପଣଙ୍କୁ କଷ୍ଟ ଦେଇଛନ୍ତି ତାହା ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ମାଗନ୍ତୁ, ଏହା ହିଁ କ୍ଷମାର ଚରମ। ସେଥିପାଇଁ ଆମେ ଦେଖୁଛୁ ଯେ ଆମେ ଯାହାଙ୍କ ବିଷୟରେ ଆମେ ପାପ କରିଛୁ ତାହାକୁ ଆମେ କ୍ଷମା ଦେବା ଏବଂ ତାଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ଏହା ହିଁ ମାନେ ଆଉ ମଧ୍ୟ ଲେଖାଯାଇଛି ଯେ କଲୋସ୍ୟ 3:13 ଲେଖାଯାଏ, ପରସ୍ପର ପ୍ରତି ସହନଶୀଳ ହୁଅ, ଆଉ ଯଦି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର, ପ୍ରଭୁ ଯେପରି ତୁମମାନଙ୍କୁ କ୍ଷମା କରିଅଛନ୍ତି ତୁମ୍ଭେମାନେ ମଧ୍ୟ ସେହିପରି କର। ପ୍ରଭୁ ଆମକୁ କ୍ଷମା କରିଅଛନ୍ତି, ସେହିପରି ଆମେ ମଧ୍ୟ ପରସ୍ପରକୁ କ୍ଷମା କରିବା ଦରକାର। ପ୍ରଭୁଙ୍କ ଲୋକମାନେ, ତ ଏହି ଅଳ୍ପ ଶିକ୍ଷା ତ ପ୍ରତ୍ୟେକଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ।